ଆଗକୁ ଆସୁଛି ହୋଲି ତା ସହିତ ଖରାଦିନ। ଯଦି ଆପଣମାନେ ଖରାଦିନରେ କିଛି ଚଟପଟା ବନେଇବା ପାଇଁ ଚାହୁଁଥିବେ ତା ପୁଣି ମାତ୍ର 10 ମିନିଟ୍ ଭିତରେ, ତାହେଲେ ଏଇ ରେସିପିକୁ ଟ୍ରାଏ କରନ୍ତୁ। ଆର ସ୍ୱାଦ ଆଗରେ ନା ଗୁପଚୁପ୍ ଖାଇବା ମଧ୍ୟ ଭୁଲିଯିବେ। ପୁରା ଚଟପଟା ସ୍ୱାଦ ସହିତ ମାତ୍ର 2ରୁ 3ଟି ସାମଗ୍ରୀରେ ବନିକି ରେଡ଼ି ହେଇଯିବ। ଆଉ ଆପଣମାନେ ବିଶ୍ୱାସ କରିବେନି ଏତେ ସ୍ୱାଦିଷ୍ଟ ଲାଗିବ। ଗୋଟେ ଥର ଟ୍ରାଏ କରନ୍ତୁ, ମୋ ସହିତ ନିଶ୍ଚୟ ସେୟାର କରନ୍ତୁ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି କିମ୍ବା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିନେବେ। ପ୍ରଥମେ ଆମେ କ'ଣ କରିବା ନା, ଏଇ ପାଣି ପାଇଁ ଗୋଟେ ଗ୍ରୀନ୍ ଚଟନି ବନେଇବା। ସେଥିପାଇଁ ଗୋଟେ ମିକ୍ସିଂ ଜାର୍ରେ ଗୋଟେ ମୁଠା ପୋଦିନା, ତା ସହିତ 2 ମୁଠା ମୁଁ ଏଠି ଦେଇଦେଉଛି ଧନିଆ ପତ୍ର। ଆଉ ଧନିଆ ପତ୍ର ପୋଦିନାର ପରିମାଣ ଆପଣଙ୍କ ପାଣି ହିସାବରେ କମ୍ ବେଶୀ କରିପାରିବେ। ତା ସହିତ ଗୋଟେ କଞ୍ଚା ଲଙ୍କା ଦେଇଦେବା। 1 ଇଞ୍ଚ ଅଦାକୁ ଚୋପା ଛଡ଼େଇକି କାଟିକି ଦେଇଦେବା। ଆଉ ଟିକେ ଖଟାର ସ୍ୱାଦ ପାଇଁ ଏଠି ଆମେ ୟୁଜ୍ କରିବା ଲେମ୍ବୁର ରସ। ମୁଁ 1 ଚାମଚ ଲେମ୍ବୁର ରସ ଦେଇଦେବି। ତା ସହିତ 3ରୁ 4 ଚାମଚ ପାଣି ଦେଇକି ଆକୁ ଚିକଣ ସେ ଗ୍ରାଇଣ୍ଡ କରି ଆଣିବା। ଦେଖିପାରୁଥିବେ ଆମର ଗ୍ରୀନ୍ ଚଟନି ପୁରା ବନିକି ରେଡ଼ି ସରିଲାଣି। ଆକୁ ଗୋଟେ ସାଇଡ଼୍ରେ ରଖିନେବା। ଏବେ ଚାଲନ୍ତୁ ପାଣି ବନେଇବା। ପ୍ରଥମେ ଗୋଟେ ଜାଗାରେ ଯେଉଁ ଗ୍ରୀନ୍ ଚଟନିକୁ ଆପଣ ବନେଇକି ରଖିଥିବେ ତାକୁ ଦେଇଦେବେ। ତା ସହିତ 2ରୁ 3 ଚାମଚ ମୁଁ ଏଠି ତେନ୍ତୁଳିର ପାଣି ଦେଉଛି। ଯେହେତୁ ଚଟପଟା ବନେଇବା ନା, ଖଟା ନହେଲେ କେମିତି ହେବ, ସେଥିପାଇଁ ତେନ୍ତୁଳିର ପାଣି ନିଶ୍ଚୟ ୟୁଜ୍ କରିବେ। ଏବେ କ'ଣ କରୁଛି ନା, ସବୁ ଜିନିଷକୁ ଟିକେ ମିଶାଇ ନେବି। ମିଶାଇ ସାରିଲା ପରେ ପାଣି ୟୁଜ୍ କରିବି। ନର୍ମାଲ୍ ପାଣି ଏଠି ୟୁଜ୍ କରିବେ। ଯଦି ଆପଣ ଚାହିଁବେ ଥଣ୍ଡା ଥଣ୍ଡା ବନେଇବା ପାଇଁ, ତାହେଲେ ଚିଲ୍ ୱାଟର ୟୁଜ୍ କରିପାରିବେ, ନହେଲେ ବରଫ ମଧ୍ୟ ଦେଇପାରିବେ। ମୁଁ ଯେମିତି ନର୍ମାଲ୍ ବନାଉଛି ସେଥିପାଇଁ ନର୍ମାଲ୍ ପାଣି ୟୁଜ୍ କରୁଛି। ଏବେ ପାଣି ଦେଇ ମିଶାଇ ନେବା। ଆପଣଙ୍କ କନସିଷ୍ଟେନ୍ସି ଉପରେ ନିର୍ଭର କରେ ଆପଣ କେତେ ପରିମାଣର ପତଳା ଚାହୁଁଛନ୍ତି। ଏବେ କ'ଣ କରିବା ନା, 1 ଚାମଚ ଚିଲି ଫ୍ଲେକ୍ସ ଦେବା ବା ଲଙ୍କାଗୁଣ୍ଡ ମୁଁ ଏଠି ୟୁଜ୍ କରିଛି। ତା ସହିତ ଅଧା ଚାମଚ ଭଜା ଜିରା ଲଙ୍କାଗୁଣ୍ଡ ମୁଁ ୟୁଜ୍ କରିଛି। ଆଉ ସ୍ୱାଦ ହିସାବରେ ଧଳା ଲୁଣ ଦେଇଦେବା। ତା ସହିତ ସ୍ୱାଦ ହିସାବରେ କଳା ଲୁଣ ଏଠି ୟୁଜ୍ କରିବା। ଆଉ ଅଧା ଚାମଚ ଏଠି ମୁଁ ଦେଇଦେଉଛି ଚାଟ୍ ମସଲା। ଚାଟ୍ ମସଲା ଟୋଟାଲି ଅପସନାଲ୍ ଅଛି, ଆପଣ ଯଦି ଚାହିଁବେ ସ୍କିପ୍ କରିପାରିବେ। ଚାଟ୍ ମସଲା ଦେଲେ ଅଧିକା ଟିକେ ଚଟପଟା ଲାଗିଥାଏ। ତା ସହିତ ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ଫାଇନଲି ଚପ୍ କରି ନେଇଥିଲି, ପିଆଜକୁ ଦେଇଦେବି। ଆଉ ଅଳ୍ପ ଟିକେ ଧନିଆ ପତ୍ରକୁ କାଟିକି ଦେଇଦେବା। ଆପଣ ଯଦି ଚାହିଁବେ ଏଠି କଞ୍ଚା ଲଙ୍କା ମଧ୍ୟ କାଟିକି ୟୁଜ୍ କରିପାରିବେ। ଏତିକି ଜିନିଷ ଦେଇସାରିଲା ପରେ ପାଣିକୁ ଟିକେ ଭଲସେ ମିଶାଇ ନେବା, ଗୋଟେ ସାଇଡ଼୍ରେ ରଖିନେବା। ପ୍ରଥମେ ଚାଲନ୍ତୁ ପକୁଡ଼ି ବନେଇବା। ପାଣି ପକୁଡ଼ି ପାଇଁ ଯେଉଁ ପକୁଡ଼ି ବନିଥାଏ ପୁରା ସିମ୍ପଲ୍ ରହିଥାଏ। ଆପଣ ଯଦି ଚାହିଁବେ କିଛି ଧନିଆ ପତ୍ର ଆଉ ପିଆଜ ମଧ୍ୟ ଏଥିରେ ଦେଇପାରିବେ। ମୁଁ 1 କପ୍ ବେସନରେ ସ୍ୱାଦ ହିସାବରେ ଲୁଣ, ଅଳ୍ପ ଟିକେ ହଳଦୀ ଗୁଣ୍ଡ ଦେଇଦେବି। ଦେଇସାରିଲା ପରେ ନର୍ମାଲ୍ ପ୍ରଥମେ ଟିକେ ମିଶାଇ ନେବା, ମାନେ ଶୁଖିଲା ଭାବେ ଟିକେ ମିଶାଇ ନେବା। ମିଶାଇ ସାରିଲା ପରେ ଅଳ୍ପ ଅଳ୍ପ ପାଣି ଦେବା। ପାଣି ଦେଇକି ସେମି କନସିଷ୍ଟେନ୍ସିର ଗୋଟେ ବ୍ୟାଟର ବନେଇବା। ଯେମିତି ଆମେ ପକୁଡ଼ି ପକାଇଲା ବେଳେ ନା ପୁରା ସେପ୍ ନେଇ ପଡ଼ୁଥିବ, ସେଇ ହିସାବରେ ବନେଇ ନେବା। ଦେଖିପାରୁଥିବେ ମୁଁ ଏଠି ଗୋଟେ ବେସନର ବ୍ୟାଟର ବନେଇଛି। ଆପଣ ଯଦି ଚାହିଁବେ ଏଥିରେ ପିଆଜ ମଧ୍ୟ ଆଡ଼୍ କରିପାରିବେ। ଏବେ ଚାଲନ୍ତୁ ଛାଣିବା। ଛାଣିବା ପାଇଁ ପ୍ରଥମେ ତେଲକୁ ମିଡ଼ିୟମ୍ ଫ୍ଲେମ୍ରେ ଗରମ କରିନେବେ। ତେଲ ଯେତେବେଳେ ଗରମ ହେଇଯିବ, ଆପଣ କ'ଣ କରିବେ ନା, ଏମିତି ଛୋଟ ଛୋଟ ଦେଇଦେବେ। ଯଦି ଚାହିଁବେ ବଡ଼ ବଡ଼ ମଧ୍ୟ କରିପାରିବେ, କିନ୍ତୁ ପକୁଡ଼ି ଟିକେ ଫୁଲିଗଲା ପରେ ସାଇଜ୍ରେ ଡବଲ୍ ହେଇଯାଇଥାଏ। ସେଥିପାଇଁ ମୁଁ ଏଠି ଛୋଟ ଛୋଟ ପକାଇ ଦେଉଛି। ପକାଇ ସାରିଲା ପରେ ଫ୍ଲେମ୍କୁ ମିଡ଼ିୟମ୍ ରଖିବି। ଏ ପକୁଡ଼ି ଛାଣିବା ପାଇଁ ମାତ୍ର 2ରୁ 3 ମିନିଟ୍ ହିଁ ସମୟ ଲାଗିବ, ବେଶୀ ସମୟ ଲାଗିବନି। ତାପରେ 30 ସେକେଣ୍ଡ ଖଣ୍ଡେ ଛାଡ଼ିଦେବେ। 30 ସେକେଣ୍ଡ ପରେ ଟିକେ ଜଷ୍ଟ ଓଲଟେଇ ଦେବେ। ତାପରେ ଆହୁରି 1 ମିନିଟ୍ ଛାଡ଼ିଦେବେ। 1 ମିନିଟ୍ ପରେ ଆପଣ କ'ଣ କରିବେ ନା, ପକୁଡ଼ି ଟିକେ ଏପଟ ସେପଟ କରି ଓଲଟେଇ ନେବେ। ଓଲଟେଇ ନେଇ ସାରିଲା ପରେ ଆକୁ ଗରମ ଗରମ ଛାଣିକି କ'ଣ କରିବେ, ଆମେ ଯେଉଁ ଖଟା ପାଣି ବନେଇଥିଲେ ଖଟା ପାଣିରେ ଦେଇଦେବେ। ଗୋଟେ କଥା ଧ୍ୟାନ ଦେବେ, ପକୁଡ଼ିର ଉପରେ ଯେଉଁ ଲେୟାରଟା ନା ଟୋଟାଲି ଯେମିତି ଟାଣ ହେବନି, ପୁରା ନରମ ଥିବ, ସେଇ ହିସାବରେ ଦେଖିକି ଛାଣିବେ। 2 ମିନିଟ୍ ପରେ ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି। ଦେଖିପାରୁଥିବେ କେତେ ସୁନ୍ଦର ସେ ପୁରା ପକୁଡ଼ି ଆମର ପୁରା ଖଟା ପାଣିକୁ ଆବଜର୍ବ କରିଯାଇଛି। ଆପଣ ଗୋଟେ ଥର ଆକୁ ଟ୍ରାଏ କରନ୍ତୁ। ମୋ ସହିତ ନିଶ୍ଚୟ କମେଣ୍ଟ ସେକ୍ସନରେ ସେୟାର କରନ୍ତୁ। ଆପଣଙ୍କୁ ଯଦି ଏ ଭିଡ଼ିଓଟି ପସନ୍ଦ ଆସିଥିବ, ପ୍ଲିଜ୍ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ। ଧନ୍ୟବାଦ।